ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ବର୍ତ୍ତା ସଂଘ ସମିତି ସମ୍ପାଦିକା ନର୍ମଦା ପାତ୍ର, ଖୋର୍ଦ୍ଧା ଜିଲ୍ଲା। ଆମର ଦୁଇ ମହାରଥୀ ଆସିଥିଲେ। କଲେ କଣ, କି ପ୍ରକାର ଘୋଷଣା କଲେ? ପ୍ରକଳ୍ପ ଘୋଷଣା କରିଦେଇକି ପଳେଇଲେ, ଶୁଭ ଦେଇ ଦେଇକି ଗଲେ, କି ଘୋଷଣା କରିଦେଇକି ଖାଲି ଗଲେ। ସେଟା ନାରାୟଣ ହିଁ ଜାଣିବେ, କାରଣ ଜନସାଧାରଣ ଜାଣିପାରିବେନି। ଜନସାଧାରଣ ତ ସବୁ ଜିନିଷ ଦେଖୁଛନ୍ତି ଆଜ୍ଞା, କିନ୍ତୁ ଆମର ଯୋଉ ଯାଇଥିଲେ ଆମର ମୁଖ୍ୟମନ୍ତ୍ରୀ ଓଡିଶାର ମୋହନ ସରକାର, ମୋ ମୋ ସରକାର ଯୋଉ କହୁଛନ୍ତି, ଆମର ମୋହନ ଭାଇ ସମସ୍ତେ କହୁଛନ୍ତି, ରାଇରଙ୍ଗପୁର ଯାଇଥିଲେ। ଆମର ନିତ୍ୟାନନ୍ଦ ଗଣ୍ଡ ସାର୍ ବି ଯାଇଥିଲେ। ଏସବୁ କାହିଁକି ଯାଇଥିଲେ? ସେଟା କଣ ଘଣ୍ଟ ବାଡିଆକୁ ଯାଇଥିଲେ? ଭର୍ତ୍ତା ଲୋକ ପାଉନାହାନ୍ତି। ଭର୍ତ୍ତା ବଢିଆ ବିଷୟରେ ଆପଣ ମାନେ ଟିକେ ହେଲେ ସେଠି କହିଲେନି, କିଛି କଲେନି, ସିଧା ପଳେଇ ଆସିଲେ। ସବୁ ଜିନିଷ ଯଦି ଘୋଷଣା ହେଇପାରିଲା, ତାହେଲେ ଭର୍ତ୍ତା ବିଷୟରେ କାହିଁକି ଘୋଷଣା କରିପାରିଲେନି? ମିଛଟାର ଲୋକଙ୍କୁ ଖାଲି ଭକୁଆ ବନଉଛନ୍ତି। ଧୂଆଁ ବୁଲେଇକି ପଳେଇକି ଭୋଟ ମିଛ କଥା କହିକି ତ ଲୋକଙ୍କୁ ଭୋଟ ଦେଲ। ମିଛରେ ଖାଲି କଞ୍ଚା ମିଛ ଗୁଡା ଖାଲି କହିକି ଓଡିଶାବାସୀଙ୍କୁ ଭୋଟ ନେଇକି ପଳେଇଲ। ଲୋକ ପିଟି ଦେଇଗଲେ ଭୋଟକୁ, ଡବଲ ଇଞ୍ଜିନ ସରକାର ବନେଇଦେଲେ। ନିତ୍ୟାନନ୍ଦ ଗଣ୍ଡ ସାଙ୍ଗ ବିଭାଗର ସାମାଜିକ ସୁରକ୍ଷା ମନ୍ତ୍ରୀ ଗଣ୍ଡ, ନିତ୍ୟାନନ୍ଦ ଗଣ୍ଡଜୀ। ଗେଣ୍ଡା ଦେଖାକି ଆପଣ ଶୋଇଥିବେ, ଗେଣ୍ଡାଖିଆ ସରକାର। ଆଉ କଣଟା ଜାଣିବେ ଆପଣ ଯେ ଭର୍ତ୍ତା ବିଷୟରେ ଆପଣ କହିବେ? ମୁଖ୍ୟମନ୍ତ୍ରୀ କହିବେ? ମୁଖ୍ୟମନ୍ତ୍ରୀ ବି ସେଇ ପ୍ରକାର ହେଇଥିବେ। ଗେଣ୍ଡାଖିଆ ସରକାର ତ ଗେଣ୍ଡା ଫେଣ୍ଡା ଖାଇକି ଶୋଇଲେ। କାହିଁକି ନା ଆଜ୍ଞା, ଯେତିକି ମାନେ ଗରିବ ଲୋକଙ୍କର ଦୁଃଖ ଆଉ ସହି ହଉନି, ତେଣୁ କହିବାକୁ ବାଧ୍ୟ ହଉଛୁ ଆମେ। କହିଥିବା ପ୍ରତିଶ୍ରୁତିରୁ ଆପଣ ମାନେ ଓହରି ପଡିବେ। ଯଦି କହନ୍ତେ, ତାହେଲେ ଜନସାଧାରଣ ଆହୁରି ଖୁସି ହୁଅନ୍ତେ। କାରଣ ଜନତାଙ୍କ ପଇସାରେ ଆପଣ ମାନେ ଆଜି କାର ଧରିକି ବୁଲୁଛନ୍ତି ଭୁବନେଶ୍ୱର ଟାଉନରେ। ନେତା ଆମର କାର ଧରିକି ବୁଲୁଛନ୍ତି, ଜନତାଙ୍କ ପଇସାରେ ନେତା କାର ଧରିକି ବୁଲୁଛନ୍ତି। ନେତା ହେଲେଣି ଲାଲ ଲାଲ, ପୁରା ମାଲାମାଲ ତ ହେଲେଣି, ଲାଲ ଲାଲି ହେଇଗଲେ, ପୁରା ଲାଲି ପଡିଗଲେ ନେତା ମାନେ ଆମର। କିନ୍ତୁ ଗରିବ ପେଟକୁ ଚିହ୍ନିବା ପାଇଁ କି ଆପଣଙ୍କର ଟିକିଏ ମନ ଭିତରେ ନା ଦୟା ଅଛି, ନା ଆପଣଙ୍କର ଧର୍ମ ଅଛି, ନା କିଛି ଅଛି? କିଛି ଆଜ୍ଞା ନାହିଁ। ଖାଲି ମିଛ କହିକି ପୁଳାଏ ମିଛ କଥା ଖାଲି ଗପିକି ଚାଲିଲେ। ଇଲେକ୍ସନ ବେଳକୁ ପୁଳା ମିଛ କହିକି ଭର୍ତ୍ତା ଲୋକ ପିଟି ଦେଇଗଲେ, ପୁରା ଭୋଟ ପିଟି ଦେଇଗଲେ। ବିଜେପି ବଡ ଇଞ୍ଜିନ ସରକାର ବନିଗଲା। ଆଉ ଗେଣ୍ଡାଖିଆ ସରକାର, ଆଉ ଗେଣ୍ଡା ତ ଖାଇକି ଶୁଅନ୍ତି ଆପଣ ମାନେ। ଆଉ ଗେଣ୍ଡାଖିଆ ସରକାର ବର୍ତ୍ତମାନ ଜନତା କହିଲେ ଗେଣ୍ଡାଖିଆ ସରକାର ବୋଲି। ଡବଲ ଇଞ୍ଜିନ ସରକାର ହଉଛି ଗେଣ୍ଡାଖିଆ ସରକାର। ଯେ ପର୍ଯ୍ୟନ୍ତ ଆପଣ ମାନେ ଗରିବ ଲୋକଙ୍କ କଥା ନ ବୁଝୁଛନ୍ତି, ତାଙ୍କ ପେଟକୁ ଦାନା ଠିକ ସେ ଦେଇନାହାନ୍ତି, ଜନତା ମାନେ ସେମିତି କହି ଆସୁଥିବେ। କାହିଁକି ନା ମୁଁ ଆଗ ଥରକ କହିଥିଲି ଆପଣଙ୍କ ଘର ଘେରାଉ କରିବି ବୋଲି। ପବନ ଆଉ ସେଇ ଘେରାଉ ହବ? ଭାବନ୍ତୁ ଆପଣଙ୍କ, ହଁ ଆମେ ଏମିତି କହିଦଉଛୁ ବୋଲି ଏଇଟା ଭୁଲ ଧାରଣା। ଏଇଟା ମୁଁ ରହିକି ଥିଲି, ମୁଁ କହିଲି ମହାରଥୀ 2 ଜଣ ଆସିଛନ୍ତି, ଯେ ଆପଣ କିଛି କହିବେ, ସେମାନେ ଘୋଷଣା କରିକି ଯିବେ। ହଁ 3000 3,500 କହିଥିଲେ, ମୁଁ ତାଙ୍କୁ ଦାବି କରିଥିଲି 5,000। 5,000 ଆଜିକାଲି ନହେଲେ ଆଜ୍ଞା ଚଳୁନି, କାରଣ ଦରଦାମ ବର୍ତ୍ତମାନ ବଢିଗଲାଣି, ବହୁତ ରେଟରେ ବଢିଗଲାଣି। ଗରିବ ଲୋକ ଚଳିବା ଅସମ୍ଭବ ହେଇଯାଉଛି। ଗରିବ ବାପା ମାଙ୍କୁ ଆପଣ ମାନେ ଫୋପାଡି ଦେଇଛନ୍ତି। ଆପଣ ଯୋଉ କହୁଛନ୍ତି ଆମେ ସମସ୍ତଙ୍କୁ ସବୁ ରଖିଛୁ, ଏଇଟା ଆଜ୍ଞା ଓଡିଶାବାସୀ ଦେଖୁଛନ୍ତି। ମୁଁ ଖୋଲମ ଖୋଲା କହୁଛି, ଆପଣ ମାନେ ଫୋପାଡି ଦେଇଛନ୍ତି ସେମାନଙ୍କୁ।
ନିଜର ବୋଲି କିଛି କରିନାହାନ୍ତି। ଭୋଟ ବେଳକୁ ନିଜର ମା ମାଉସୀ କହିକି ଆଜ୍ଞା ଆପଣ କହିକି ଆପଣ ଠିକ ଭୋଟଟା ନେଉଛନ୍ତି ମିଛ କହିକି। ଏତେ ମିଛ ଆଜ୍ଞା କୁହନ୍ତୁନି ଡବଲ ଇଞ୍ଜିନ ସରକାରରେ, କାରଣ ଜଗନ୍ନାଥ କେବେ ସହିବେନି, ଫେରେ ନିଚକୁ ତଳକୁ ପଳେଇ ଆସିବେ, ତଳକୁ ଆଉ ଉଠି ପାରିବେନି, ଆପଣଙ୍କର ଗୋଡ ଭାଙ୍ଗିଯିବ। କାହିଁକି ନା ଗୋଡ ଭାଙ୍ଗିଲେ ତ ଆଉ ଟ୍ରିଟମେଣ୍ଟ ନାହିଁ ନା ଆପଣଙ୍କର ଆଉ ଟ୍ରିଟମେଣ୍ଟ ହେଇପାରିବନି, ଭୁଲି ଯାଆନ୍ତୁ। ବୁଢା ବୁଢୀ ବୟସ୍କ ଲୋକ ଚାଲି ପାରୁନାହାନ୍ତି, ମାନେ ଆସିବା ସମ୍ଭବ ନୁହେଁ ଉଠିବା ପାଇଁ ବେଡ୍, ସେମାନଙ୍କ ଭତ୍ତା ଗୁଡାକ ରଖିକି ବଢେଇଲେନି। ଯୋଉ ଦୈନନ୍ଦିନ ଅବସ୍ଥାରେ ସେମାନେ ଚଳୁଛନ୍ତି ଆପଣ ମାନେ ଦେଖିଲେ ବି ଆପଣଙ୍କୁ ଖରାପ ଲାଗିବ। ଆଗ ଏତିକି ଟିକେ ଦୟା ଆସୁନି ଗରିବ ଲୋକମାନଙ୍କର ଭତ୍ତା ବଢେଇବା ପାଇଁ କି। ଦିବ୍ୟାଙ୍ଗ ଲୋକ ଅଛନ୍ତି, ଏ ବିନ୍ଧା ମା ମାନେ ବି ଅଛନ୍ତି, ହେଇକି ସେମାନଙ୍କ ଅବସ୍ଥା ନ କହିଲେ ଆହୁରି ଭଲ ହବ। କାରଣ ଯୋଉ ପ୍ରକାର ଅବସ୍ଥାରେ ସେମାନେ ରହୁଛନ୍ତି, ଆପଣ ମାନେ କଣଟା କରୁଛନ୍ତି? ଖାଲି ଡବଲ ଇଞ୍ଜିନ ସରକାର। ଆମେ ଏତେ ବଡ ବଡ ପ୍ରକଳ୍ପ ଦେଇଦେଲୁ, କି ପ୍ରକଳ୍ପ ଦେଇଦେଲ? ଛେନା ଗୁଡ ଦେଇଦେଲ, କି ପ୍ରକଳ୍ପ ଦେଇଦେଲ? ଖାଲି ଘୋଷଣା ପରେ ଘୋଷଣା କରି ଚାଲିଛ, ଖାଲି ନଡିଆ ବାଡେଇ ଖାଲି ଶୁଭ ଦଉଛ, ଆଉ ତା ବ୍ୟତୀତ କିଛି ନାହିଁ ଆପଣ ମାନଙ୍କର। ଖାଲି ବେକାର ଜିନିଷ ଗୁଡା ଖାଲି କରୁଛ। ଯଦି କରିବା କଥା ଓପନଲି ପୁରା କରନ୍ତୁ, ଜନସାଧାରଣ ଯେମିତି ଖୁସି ହେବେ। ନହେଲେ ଜନତାଙ୍କ ପଇସା ଆପଣ ମାନେ ଖାଇକି ଗାଡି ଚଳାଉଛନ୍ତି, ସେଟା ଆପଣଙ୍କର ଭୁଲ। ଏଇ 5 ବର୍ଷ ଆଜ୍ଞା ଚଳିବେ, ତାପରେ ଏବେ ଉପଲବ୍ଧ। ତୁରନ୍ତ ଅର୍ଡ଼ର କରନ୍ତୁ, ଏହାର ଲାଭ ଉଠାନ୍ତୁ। ଏହିଭଳି ଅନଲାଇନ୍ ସପିଂ ପ୍ରଡ଼କ୍ଟ ଦେଖିବାକୁ ହେଲେ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।